ସାରଳା ଯେ ବିମଳା ସଙ୍ଗେ ହେଙ୍ଗୁଳା ମିଶିଥିବେ ରଙ୍ଗେ କାଳିକା ବିରଜାମ ବିମଳା ଭଗବତୀ ହୋଇବେ ମେଳ ଭାରତରେ ଲାଗିବ ଗୋଳ ଭକତିଆ ବନ୍ଧୁ ଭକ୍ତ ଦୁଲାଳ ଭାରତରେ ଲାଗିବ ଗୋଳ। ଏଣୁ ଇଏ ବର୍ତ୍ତମାନ ଯୋଗମାୟା ଖେଳ ହବ। ଯୋଗମାୟା ବର୍ତ୍ତମାନ କୋଉ ଜାଗାରେ ଜନ୍ମିବେ ସ୍ଥାନେ ମୋର ଭକତ ମହିମାକୁ ଗାଇବେ ଦିନ ଅଚ୍ୟୁତକୁ ଶରଣ ମାଗି ଦେଶ ଫେରିବେ। ଏଣୁ ଦ୍ୱାଦଶ ଅଚ୍ୟୁତ ହୋଇବେ ଭ୍ରମ ନୋହିବ ତୋଇ ଇଏ ସପ୍ତ ତିଳ ଚିହ୍ନ କପୋଳେ ଏବେ ପରତେ ଯାଇ ସପ୍ତର୍ଷି ମଣ୍ଡଳ ଭରି ସାତୁରା ତ୍ରିଲୋଚନ ମହାପୁରୁଷଙ୍କ ମସ୍ତକରେ ଥିବ। କଳ୍କୀଙ୍କର ସଂକେତ ଆରେ ଭୂଇଁରେ ଚାଲିଲେ ଚିହ୍ନ ନ ପଡ଼ିବ ହେମନ୍ତ ପୁରୁଷ ଜଇଁ ନିଶ୍ଚୟ ବ୍ରହ୍ମ ମୁନି ଅବତାର ଶ୍ରେଣୀ ଅଟନ୍ତି ନନ୍ଦତ ନଈ। ସେ ଦି ଭାଇଙ୍କର ହାଇ ସାଇ ବାଇ ନଥିବ ପାଦ ଚିହ୍ନ ପଡ଼ିବ ନାହିଁ ଚାଲିଲେ। ଏଣୁ ସିଏ ବର୍ତ୍ତମାନ କୋଉ ଅବସ୍ଥାରେ ଅଛନ୍ତି ଜଟାଜୁଟ ଭାଙ୍ଗି ସାଧୁ ବୋଲାଇବେ ଭକ୍ତ ଘରେ ଭାବ ଗ୍ରାହୀ ଭଗବାନଙ୍କ ମୁଣ୍ଡରେ ଜଟାଜୁଟ ଧାରଣ କରି ସେ ମାୟାରେ ବୁଲୁଥିବେ ଗାଁ ଗହଳି ଘର ଦ୍ୱାର ମହାପୁରୁଷ ଯାହା ଲେଖିଛନ୍ତି ଜଟାଜୁଟ ବାନ୍ଧି ସାଧୁ ବୋଲାଇବେ ଭକ୍ତ ଘରେ ଭାବ ଗ୍ରାହୀ ଏ ସଜନ ଇଏ ବିଷ୍ଣୁଙ୍କର ମାୟା ଚାଲିବ। ଇଏ ପିଲା ଖେଳ କଥା ନୁହଁ। ହେବ ପରୀକ୍ଷା ମନ୍ତ୍ର କେତେ ଅକ୍ଷର ମନ୍ତ୍ର ରାଜ ହେବ ପରୀକ୍ଷା ଦେବୀ ମାନେ କରିବେ ପୂଜା ଆରେ ନ କହି ପାରିଲେ କାଳିଆ ବୋଦାରେ ସେଇଠାରେ ବେକ ହୋଇବ ମୋରା ବାହି ମନ ପଡ଼ ପୋଡ଼ା 140 ଚିଡ଼ିବ ସବୁ ଝଗଡ଼ା ବାଇ ମନ ପଡ଼ ପୋଡ଼ା। ତେଣୁ ମହାପୁରୁଷ ଲେଖିଛନ୍ତି ଯେ ଯେତେବେଳେ କଳିର ଶେଷ ସମୟ ହବ କେତେଟା ସେ ସଂକେତ ଦେଇଛନ୍ତି ରାମ ଏଇ ସଂକେତ ଯେତେବେଳେ ଦେଖିବୁ ତେଣୁ ଇଏ କଳିର ଶେଷ ସମୟ ତୁ ଜାଣିବୁ। କଳି ଗଲେ କଣ ଆସିବ ସତ୍ୟ ଯୁଗ ଆସିବ ନାହିଁ କଳି ଗଲା ପରେ ଆସିବ କଣ ନା ଅନନ୍ତ ଯୁଗ ଆସିବ। ଅନନ୍ତ ଯୁଗ ଅନନ୍ତ କେତେ ବର୍ଷ ରାଜୁତି କରିବେ କଳି ଭୋଗ ହବ 5000 ବର୍ଷ। ମହାପ୍ରଭୁ ଲେଖିଲେ ଅଚ୍ୟୁତ ଠିକଣା କଲେ 3 ମାପେ 5 ଲେଖିଲେ ଠିକି ଯିଏ ମନ ମିନସନି ପଡ଼ିଗଲେ। ତେଣୁ ଯେତେବେଳେ 5000 ବର୍ଷରେ କଳି ପଦାର୍ପଣ କରିବେ ସେଇଠୁ ଗୋଟେ ବିରାଟ ପରିବର୍ତ୍ତନ ସୃଷ୍ଟି ହବ ମହାପୁରୁଷଙ୍କର ଲେଖା ଅନୁସାରେ। ଇଏ ପୃଥିଭାରା ଭର ଉଶ୍ୱାସ କଳି ଅଧାରେ ହେବ କଳି ଅଧାରେ ହେବ ହକ କରି ଏବେ କହିଲି ହକ କଥାରେ ଥିବ ବାରବାଟୀ କିଲା ମଧ୍ୟରେ ଘୋର ସମର ହେବ ସାଉକୁ ଖାତକ ନ ସୁଝି ମିଥ୍ୟା କଥା ଭାସିବ। ଏଣୁ ଏଇପରି ଭାବରେ ସେ ଲେଖିଛି ଯେତେବେଳେ ସାହୁ ଠାରୁ ଜଣେ ଖାତକ ଲୋନ୍ ନେଇଥିବ ଟଙ୍କା ନେଇଥିବ କି ଋଣ କରି ନେଇଥିବ ସେ ତା ମିଥ୍ୟା କଥା ଭାସିବ ଦବ ନାହିଁ ମାରିବ ହାଣିବ ବାଡ଼େଇବ ମର୍ଡର କରିବ ଯୋଉଟା ହଉଛି ଆମେ ଦେଖୁଛୁ ପେପର ବାହାରୁଛି ପଇସା ଆଦାୟ କରିବା ଗଲା ବେଳକୁ ସେ ତ ମାରି ଦେଉଛନ୍ତି ହଁ ଲୁଚେଇକି ଫୋପାଡ଼ି ଦେଉଛନ୍ତି। ଏଣୁ ଏଇଭଳି ଯେଉଁ ସଂକେତ ନୀଳଚକ୍ର ବାନା ଖସିବ ଗଲା ଅକାଳେ ଅଦିନେ କୁହୁଡ଼ି ହବ ଅକାଳେ ବର୍ଷା ବଢ଼ି ହବ ଏଇ ଯେଉଁ ସମୟ ଗୁଡ଼ା ଯେଉଁ ଯେତେବେଳେ ରାମ ହବରେ ତୁ ଜାଣିବୁ ଆଉ କଳିଆ ବେଶୀ ଦିନ ନାହିଁ। ଇଏ ହେଉଛି ଯୋଗମାୟା କଣ ଯେଉଁ 16 ମଣ୍ଡଳ 16ଟା ଶକ୍ତି ରହିଲେ ଆରେ ସାରଳା ଯେ ବିମଳା ସଙ୍ଗେ ହେଙ୍ଗୁଳା ମିଶିଥିବେ ରଙ୍ଗେ କାଳିକା ବିରଜାମ ବିମଳା ଭଗବତୀ ହୋଇବେ ମେଳ ଭାରତରେ ଲାଗିବ ଗୋଳ ଭକତିଆ ବନ୍ଧୁ ଭକ୍ତ ଦୁଲାଳ ଭାରତରେ ଲାଗିବ ଗୋଳ। ଏଣୁ ଇଏ ବର୍ତ୍ତମାନ ଯୋଗମାୟା ଖେଳ ହବ। ଯୋଗମାୟା ବର୍ତ୍ତମାନ କୋଉ ଜାଗାରେ ଜନ୍ମିବେ ସାରଳା ଜନ୍ମ ହେବେ। ଗୋଟେ ମାଳିକାରେ ପ୍ରମାଣ ଅଛି ଯେ ସାରଳା ଜନ୍ମ ହୋଇବେ ପରଶୁରାମ କ୍ଷେତ୍ରରେ ମାଇକିରେ ବାଜୁଛି ଆମେ ଶୁଣୁଛୁ ପୋଥିରେ ମହାପୁରୁଷ ଲେଖିଛନ୍ତି ସାରଳା ଜନ୍ମ ହୋଇବେ ପରଶୁରାମ କ୍ଷେତ୍ରରେ ବିରଜା କୋଉଠି ଜନ୍ମ ହେବେ ସେ ବଙ୍ଗଳା କୋଉଠି ଜନ୍ମେ ସବୁ ମାନବ ରୂପ ଧାରଣ କରିବେ ସାଧୁ ସନ୍ଥ ଋଷିମୁନି ମାନେ ଦେବତା ମାନେ ମଧ୍ୟ ଏଇ ମାନବୀୟ ଶରୀର ଧାରଣ କରି ବର୍ତ୍ତମାନ ଆସିକିରି ଲୀଳା କରିବା ସବୁ ଜନ୍ମ ଲାଭ କରିବେ। ଇଏ ସଜନ ସେତେବେଳେ କଣ ହବ ନା ଭୟଙ୍କର ବେଗରେ ସାଧୁ ସନ୍ଥ ମାନେ ବୁଲିକିରି ପ୍ରଚାର ପ୍ରସାର କରିବେ ସ୍ଥାନେ ସ୍ଥାନେ ମୋର ଭକତ ମହିମାକୁ ଗାଇବେ ଦିନ ଅଚ୍ୟୁତକୁ ଶରଣ ମାଗି ଦେଶ ଫେରିବେ। ଏଣୁ ଦ୍ୱାଦଶ ଅଚ୍ୟୁତ ହୋଇବେ ଭ୍ରମ ନୋହିବ ତୋଇ ଇଏ ସପ୍ତ ତିଳ ଚିହ୍ନ କପୋଳେ ଏବେ ପରତେ ଯାଇ ସପ୍ତର୍ଷି ମଣ୍ଡଳ ଭରି ସାତୁରା ତ୍ରିଲୋଚନ ମହାପୁରୁଷଙ୍କ ମସ୍ତକରେ ଥିବ। କଳ୍କୀଙ୍କର ସଂକେତ ଆରେ ଭୂଇଁରେ ଚାଲିଲେ ଚିହ୍ନ ନ ପଡ଼ିବ ହେମନ୍ତ ପୁରୁଷ ଜଇଁ ନିଶ୍ଚୟ ବ୍ରହ୍ମ ମୁନି ଅବତାର ଶ୍ରେଣୀ ଅଟନ୍ତି ନନ୍ଦତ ନଈ। ସେ ଦି ଭାଇଙ୍କର ହାଇ ସାଇ ବାଇ ନଥିବ ପାଦ ଚିହ୍ନ ପଡ଼ିବ ନାହିଁ ଚାଲିଲେ।
तेणु सी बर्तमान कौ अवस्था अच्छा जटाजुट भांति साधु बोलाइए भक्त घरे भावग्राही भगवान को मुंडे जटाजुट धारण कर से माया बुलुवे गाँ गहली घर द्वार महापुरुष जहाँ लिखिं जटाजुट बांधी साधु बोलाइए भक्त घरे भावग्राही ए सजन ये विष्णुंकर माया चलो ये पिला खेल कथा नुह मु सिकिरी घोषी पड़ा कहीदेवी ये विष्णु माया को सत्य बुद्धि प्राणी अच्छा एत मजी तेणु विष्णु माया को केमी काटा निजे आगे त्रिगुणातीत हुओ निर्गुण ब्रह्मवादी हुओ भगवान नाम को लोक मान उपस्थापन कर सारला विमला विरजा मंगला कालिका भगवती जोगमाया ये सब एकत्रित हेबे जिते बड़े एकत्रित हेबे आंकर बैठी बस कौटी बस बैठी लेकिन छाड़ीदास आमर ये शाला मंडल चमकी पड़ो भैरवी छाड़ रडी अंधी कंदी भेदी पर्वत माल जोगिनी देते धाड़ी हरिदास गोस्वाई लिखिले खंडगिरी पूर्व भागरे रत्नबट अच्छी सेठारे लक्ष्य भक्त सेठी उदित होइबे एकाक्षर मंत्र होई बड़ोड़ा एकाक्षर मंत्र कौन एकाक्षर कौन तापर कालिया बोधारे जो मालिकार सब विभिन्न प्रकार मालिकार कालिया बोध कथा लिखाई मंत्र राज हेब परीक्षा मंत्र केते अक्षर मंत्र राज हेब परीक्षा देवी माने करिवे पूजा अरे न कही पारिले कालिया बोधारे से ठारे बेक होइब मोरा बाही मन पड़ पड़ा 41 चिड़ीब सबू झगड़ा बाई मन पड़ पड़ा ये सजन ये जहाँ कर समय अच्छी हाथ समय अच्छी लाइन की फेरी आस ईश्वर अभिमुखी हुओ बाप माँ सेवा करो गुरुजन मान सम्मान दियो साधु सन्त ब्राह्मण वैष्णव सनातन वैदिक संस्कृतिर भारत वर्ष आमर एणु बर्तमान सनातन वैदिक संस्कृति बुढ़िया पर बसला एणु कहीं क्या कहले शुणवार ना कई स्वधर्म आचरण में रे ना ये धर्म काले नाश जीव संसार कहीं न पाल एणु होइबे अल्पायुष पापे सकले जीवे नाश ये सज्जन सतर्क हो जाओ हरिनाम शरण पश कहीं बेल आगू भल ना।